आपण ଶୁଣୁଛନ୍ତି ରେଡ଼ିଓ କୋରାପୁଟ। ଆଜି ଆମେ ପାଳନ କରୁଛେ ସମଗ୍ର ବିଶ୍ୱରେ ବିଶ୍ୱ ବାଇସାଇକେଲ ଦିବସ। ଆଉ ବାଇସାଇକେଲ କହିଲେ କୋରାପୁଟର ସମସ୍ତଙ୍କ ଆଖି ଆଗରେ ଗୋଟିଏ ଛବି ଆଗକୁ ଆସିଯାଏ। ସେ ହେଉଛନ୍ତି ଆମର ସମସ୍ତଙ୍କର ଅତି ପ୍ରିୟର ନାରାୟଣ ପଣ୍ଡା ସାର୍। ସକାଳେ ସନ୍ଧ୍ୟାରେ ଯେତେବେଳେ ଦେଖିଲେ ସେଇ ଛୋଟ ସାଇକେଲଟିକୁ ଧରି ସେ କୋରାପୁଟର ଗଳିକନ୍ଦି ବୁଲି ଯାଆନ୍ତି, ଆନନ୍ଦରେ ଉପଭୋଗ କରନ୍ତି କୋରାପୁଟର ନୈସର୍ଗିକ ସୌନ୍ଦର୍ଯ୍ୟ। ତେବେ ତାଙ୍କର ଏଇ ସାଇକେଲ ଚଲା କେବେଠାରୁ ଆରମ୍ଭ ହେଲା ଏବଂ ତାର ପ୍ରେମରେ ସେ କେମିତି ପଡ଼ିଲେ, ଏସବୁ ସମ୍ପର୍କରେ ଆମେ ଆଜି କଥାବାର୍ତ୍ତା କରିବା ନାରାୟଣ ପଣ୍ଡା ସାର୍ଙ୍କ ସହିତ। ସାର୍, ଆମେ ସ୍ୱାଗତ କରୁଛୁ ରେଡ଼ିଓ କୋରାପୁଟକୁ। ଆମେ ଜାଣିବାକୁ ଚାହିଁବୁ ଆପଣଙ୍କର ସାଇକେଲ ସହିତ ସମ୍ପର୍କ କେବେଠାରୁ ଆରମ୍ଭ ହେଲା ସାର୍? କେମିତି? ସାଇକେଲ ସହିତ ଆମ ପରିବାର ତ ପ୍ରାୟ ବହୁତ ଆଗରୁ ପରିଚିତ। ଆଉ ବାପାଙ୍କର ଗୋଟେ ସାଇକେଲ ଥିଲା। ବାପା ଯେତେବେଳେ ବରଗଡ଼ରେ ଡିଷ୍ଟ୍ରିକ୍ଟ ବୋର୍ଡ଼ରେ ଚାକିରି କରୁଥିଲେ, ସେତେବେଳେ ସେ ସାଇକେଲରେ ରୋଡ଼ ଇନ୍ସପେକ୍ସନ୍ କରିବା ପାଇଁ ଯାଉଥିଲେ। ମୋର ମନେ ଅଛି, ସେତେବେଳେ ମୁଁ ଆପଣଙ୍କୁ 1949-50ର କଥା କହୁଛି। 49-50 ନାହିଁ, 52 ମସିହାର କଥା କହୁଛି। 51-52 ମସିହାର, ଯେତେବେଳେ ମୋତେ ମାତ୍ର 3-4 ବର୍ଷ, ମୋର ଜନ୍ମ ହେଉଛି 48 ମସିହାରେ। ସେତେବେଳଠୁ ମୋର ମନେ ଅଛି ବାପା ସାଇକେଲିଂରେ ଯାଉଥିଲେ। ସେ ବିଜେପୁର ଆଉ ଭଟଲି ଦୁଇଟି ରାସ୍ତା ତାଙ୍କ ପାଖରେ ଥିଲା। ସେ ରାସ୍ତା ଇନ୍ସପେକ୍ସନ୍ କରିବା ପାଇଁ ଯାଉଥିଲେ। ସାଙ୍ଗରେ ଆଉ ଜଣେ ସାଇକେଲିଷ୍ଟ ଯାଉଥିଲେ, ଆଉ ଜଣେ କିଛିଟା ପରିମାଣରେ ଯାହାକୁ କହନ୍ତି ବଡ଼ିଗାର୍ଡ଼ ଭଳିଆ ଆଉ ଜଣେ ବି ଯାଉଥିଲେ, କାରଣ ଟଙ୍କା ବି ଧରିକରି ଯାଉଥିଲେ ସବୁ ପେମେଣ୍ଟ କରିବା ପାଇଁ କୁଲିମାନଙ୍କୁ। ଏଇଭଳିଆ ଭାବରେ ଗୋଟେ ଛୋଟିଆ ଶୋଭାଯାତ୍ରା ହେଉଥିଲା, 3ଟା ସାଇକେଲ ଯାଉଥିଲେ। ସେଇଟା ଥିଲା ମୋ ଆଖିରେ। କିନ୍ତୁ ମୁଁ ନିଜେ ସାଇକେଲ ଚଲେଇବା ଶିଖିଲି ପ୍ରକୃତରେ 1957 ମସିହାରେ ଶିଖିଲି। ମୋର ମନେ ଅଛି, ସେତେବେଳେ ଆମେ ସମ୍ବଲପୁରରେ ରହୁଥିଲୁ। ସମ୍ବଲପୁରରେ ମଙ୍କି ସାଇକେଲିଂ, ତାପରେ ସାଇକେଲିଂ। ଆଉ ମୋ ନିଜ ହାତକୁ ସାଇକେଲ ଆସିଲା 1959 ମସିହାରେ, ଯେତେବେଳେ ମୁଁ କ୍ୟାପିଟାଲ ହାଇସ୍କୁଲରେ ପଢ଼ିଲି। କାରଣ ଆମେ ଡେଲ୍ଟା କଲୋନୀରେ ରହୁଥିଲୁ ଏବଂ ଡେଲ୍ଟା କଲୋନୀରୁ କ୍ୟାପିଟାଲ ସ୍କୁଲ ଆପଣମାନେ ଜାଣିଥିବେ ପ୍ରାୟ 4-5 କିଲୋମିଟର। ଏବଂ ସେତିକି ବାଟ ଆମେ ସାଇକେଲରେ ଯାଉଥିଲୁ, ସାଇକେଲରେ ଆସୁଥିଲୁ। ଆଉ ସେତେବେଳେ ବାପା ଯଦିଓ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ହେଇଯାଇଥିଲେ, କିନ୍ତୁ ତାଙ୍କୁ ଜିପ୍ ମିଳୁନଥିଲା। ସିଏ ବି ସାଇକେଲରେ ଯାଉଥିଲେ। ସେକ୍ରେଟାରିଏଟ୍ ପଛରେ ଗୋଟେ ଇରିଗେସନ୍ ଅଫିସ୍ ଥିଲା, ସେଇଠିକି। ତେଣୁ ସାଇକେଲ ସହିତ ଆମର ପରିଚୟ ବେଶ ଭଲ। ଆଉ ମୋର ବ୍ୟକ୍ତିଗତ ସାଇକେଲ, ମୁଁ ଆପଣଙ୍କୁ ଯାହା କହିଲି, 1959 ମସିହାରେ ମୋ ପାଇଁ ସାଇକେଲ ଗୋଟେ କିଣା ହେଲା ସ୍କୁଲ ଯିବା ପାଇଁ। ଏବଂ ସେ ସାଇକେଲ ବହୁତ ଦିନ ମୋ ସହିତ ଆମ ପାଖରେ ରହିଲା। ଆମ ଘରେ 2ଟା ସାଇକେଲ ଥାଏ। ଗୋଟେ ବାପାଙ୍କର ସାଇକେଲ, ସେଟା ପୁରୁଣା ରାଲି ସାଇକେଲ। ଆଉ ବାକି ମୁଁ ଯେଉଁ ସାଇକେଲଟା କିଣିଥିଲି ସେଇଟା ଷ୍ଟାଗ, ତାର ନାଁ ମୋର ଯାହା ମନେ ପଡ଼ୁଛି। ସେଟା ବହୁତ ଦିନ ପର୍ଯ୍ୟନ୍ତ ଥିଲା, ମୋ ସାନ ଭାଇମାନେ ଚଲାଉଥିଲେ ତାପରେ ପରେ। କିନ୍ତୁ ସ୍ୱାସ୍ଥ୍ୟ ଏବଂ ଗୋଟାଏ ସ୍ଫୂର୍ତ୍ତି କରିବା ପାଇଁ ସାଇକେଲ ଆମର ମୂଳରୁ ଥିଲା। ଆମେ ରାଣୀହାଟ ହାଇସ୍କୁଲରେ ମୁଁ ପଢ଼ିଲା ବେଳେ 1962-63ରେ ଆମେ ବହୁତ ବୁଲୁଥିଲୁ ସାଇକେଲରେ। ସେଇଠି ଗୋଟେ ସାଇକେଲିଆ ଦଳ ଥିଲୁ ଆମେ ସ୍କୁଲ ବାଲା, ଯେଉଁମାନେ କି ସାଇକେଲରେ ସେଇ ସ୍କୁଲ ବୟସରୁ ବି 10th ପଢ଼ିଲା ବେଳେ, 11th ପଢ଼ିଲା ବେଳେ ବି ଆମେ ବହୁତ ଜାଗା ଯାଉଥିଲୁ ସାଇକେଲିଂ କରିକିରି। ଯେମିତିକି ଭୁବନେଶ୍ୱର ଆସୁଥିଲୁ, ଭୁବନେଶ୍ୱରରୁ ପୁରା ଧଉଳିଗିରି ଯାଉଥିଲୁ, ଖଣ୍ଡଗିରି। ମୋର ମନେ ଅଛି ଗୋଟେ ଥର ଗୋଟେ ସାଇକେଲର ଫ୍ୟୁଲ୍ ଛିଣ୍ଡିଗଲା। ଆମ ପାଖରେ ପଇସା ନଥିଲା ରିପେୟାର କରିବା ପାଇଁ। ତେଣୁ ଆମ ଭିତରୁ ଯେଉଁ ଯାହାର ସାଇକେଲ ଫ୍ୟୁଲ୍ ଛିଣ୍ଡିଗଲା ତାକୁ ଜଣେ ବସେଇଲେ ଏବଂ ତାର ସାଇକେଲଟାକୁ ମୁଁ ଗୋଟେ ହାତରେ ଧରିକିରି କଟକରୁ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ନେଇଥିଲି। ସେଇଟା ଗୋଟେ ମୋତେ ଭାବିଲେ ବେଶ ଭଲ ଲାଗେ, ଟିକେ ଟିକେ ହସ ମାଡ଼େ ଆଉ ବେଶ ଭଲ ଲାଗେ। ଏବଂ ଆମେ କେତେ ଲିମିଟେସନ୍ସ ଭିତରେ ରହୁଥିଲୁ। ଗୋଟେ ଆମେ ଯାଉଛୁ, କିନ୍ତୁ ଫ୍ୟୁଏଲ୍ ଗୋଟେ ଚେଞ୍ଜ କରିବା ପାଇଁ ଆମ ପାଖରେ ପଇସା ନାହିଁ, କିନ୍ତୁ ତା ପାଇଁ ଖାତିର ନାହିଁ। ଆମେ ବେଶ ଜଣେ ତାକୁ ବସେଇକରି ଆଣିଲା, ଆଉ ଜଣେ ତା ସାଇକେଲଟାକୁ ଆଣିଲା।
ତେଣୁ ସାଇକେଲ ପ୍ରତି ମୋର ଏଇ ଯେଉଁ ସମ୍ପର୍କଟା ବେଶ୍ ଗୂଢ଼ ଏବଂ ବେଶ୍ ଘନୀଭୂତ ବୋଲି ମୁଁ କହିପାରିବି। ତେବେ ଯେତେବେଳେ ଆପଣଙ୍କର ସାଇକେଲ ମାନେ ଅନ୍ୟ କୌଣସି ସାଧନ ନଥିଲା ସେତେବେଳେ ଆପଣ ସାଇକେଲ ଚଲାଉଥିଲେ, କିନ୍ତୁ ଆପଣ ଯେତେବେଳେ ଅବସର ନେଲେ ଆପଣଙ୍କର ଚାକିରିରୁ ତାପରେ ମଧ୍ୟ ଆପଣ ଅନେକ ବାର ସାଇକେଲ ଚଲେଇଛନ୍ତି, ନିରନ୍ତର ଚଲେଇଛନ୍ତି, ତେବେ କ'ଣ ତାର ଉଦ୍ଦେଶ୍ୟ କ'ଣ? ଦେଖନ୍ତୁ, ମୋତେ ଲାଗେ ସାଇକେଲ ଚଲେଇଲେ ଯେତିକି ସ୍ୱାଧୀନତା ସେତିକି ସ୍ୱାଧୀନତା ଆଉ କେଉଁଥିରେ ବି ନାହିଁ। ଯେଉଁଠି ଚାହିଁଲେ ଗୋଡ଼ ଥାପିଦେଲେ, ଅପେକ୍ଷା କଲେ, ଟ୍ରେନ୍ ଗୋଟେ କେମିତି ଯାଉଛି ପାହାଡ଼ ଉପରେ ଦେଇକିରି ସେଇଟା ଦେଖିଲେ, ଆଉ କେଉଁଠି ଗୋଟେ ଦେଖିଲେ ହୁଏତ କିଛି ଦଳ ଦଳ ପକ୍ଷୀ ଭଲ ଉଡ଼ି ଯାଉଛନ୍ତି ତାକୁ। ହଁ ସାର୍, ସାଇକେଲର ସ୍ୱାଧୀନତା କଥା ସାଇକେଲରେ ଆପଣ ଯେଉଁ ସ୍ୱାଧୀନ ଭାବରେ ଆପଣ ଯେଉଁଠି ଗୋଡ଼ ରଖିଲେ ରଖିପାରିବେ ସେ ବିଷୟରେ ତାପରେ ତେଣୁ ଗୋଟେ ସାଇକେଲ ତାପରେ ଆହୁରି ବି ମୋର ମନେ ପଡ଼ୁଛି, ଆମେ ମାମୁଁ ଘରକୁ ଯାଉଥିଲୁ, ପ୍ରଥମେ ତ ଶଗଡ଼ରେ ଯାଉଥିଲୁ ସମସ୍ତେ ଗଲାବେଳେ, କିନ୍ତୁ ଯେତେବେଳେ ଆମେ କେବଳ ଭଣଜାମାନଙ୍କୁ ଧରିକି ମାମୁଁମାନେ ଯାଉଥିଲେ କେତେବେଳେ କେମିତି ବଲାଙ୍ଗୀରରୁ, ସେଠୁ ତାଙ୍କର ପ୍ରାୟ 20 କିଲୋମିଟର ଦୂରରେ ଆମ ମାମୁଁ ଘର ଗାଁ, ଆମକୁ ସାଇକେଲରେ ବସେଇକିରି ନେଉଥିଲେ ପଛରେ, ଏବଂ ବିଲ ହୁଡ଼ାରେ ସେ ଯେଉଁ ସାଇକେଲ ଚଲେଇକିରି ମାମୁଁ ଯାଉଥିଲେ ସେଇଟା ଦେଖିକିରି ଆମକୁ ବଡ଼ ଆଶ୍ଚର୍ଯ୍ୟ ଲାଗୁଥିଲା, କେତେ ସରୁ ହିଡ଼ ଉପରେ କେମିତି ସାଇକେଲ ପଳେଇ ଯାଉଛି। ତେଣୁ ତାପରେ ମୁଁ ତ କୋରାପୁଟରେ ପ୍ରାୟ ସ୍ଥାୟୀ ବାସିନ୍ଦା ହେଇଗଲିଣି, ଆଉ କୋରାପୁଟ ସହିତ ମୋର ସମ୍ପର୍କ 65 ବର୍ଷର ଦୃଢ଼ ସମ୍ପର୍କ। ତାପରେ ମୋତେ ଡାଇବେଟିସ୍ ବି ହେଲା ଏବଂ ମୋତେ ଲାଗିଲା ଯେ ଅନ୍ୟ କୌଣସି ଏକ୍ସରସାଇଜ୍ ଇତ୍ୟାଦି କରିବା ଅପେକ୍ଷା ସାଇକେଲ ଯଦି ଚଲାଯାଏ, ତାକୁ ଅଭ୍ୟାସ ରଖାଯାଏ, ତାହେଲେ ଏକା ସାଙ୍ଗରେ ଦୁଇଟି ଉଦ୍ଦେଶ୍ୟ ସାଧନ ହେବ। ଗୋଟେ ହେଉଛି ଯୋଉଟାକୁ କହନ୍ତି ଯେ ନେଚର ସହିତ ଏକାତ୍ମ ହେଇ ହେବ, ଦୂର ଜାଗାକୁ ଯିବ। ମୁଁ ଏବେ ଅବଶ୍ୟ ଛାଡ଼ି ଦେଇଛି, ମାନେ କେବଳ ମୁଖ୍ୟ ରାସ୍ତାରେ ହିଁ ଗାଡ଼ି ମାନେ ସାଇକେଲ ଚଲାଉଛି, କିନ୍ତୁ ଆଗରୁ ମୁଁ ଗାଁ ଗହଳି ଭିତରକୁ ପଶି ଯାଉଥିଲି ଏବଂ ଗାଁ ଗହଳି ଭିତରକୁ ଗଲାବେଳେ ଗାଁ ଲୋକଙ୍କ ସହିତ ମିଶିଲା ବେଳେ ମୁଁ ପ୍ରାୟ 2-3ଟା ପ୍ରଶ୍ନ ବି ପଚାରୁଥିଲି ଗାଁ ଲୋକଙ୍କୁ, ଏବଂ ସେଇ ଯେଉଁ ସୋସିଆଲାଇଜେସନ୍ ସେଇଟା ମୋତେ ବହୁତ ପରିତୃପ୍ତି ଦେଉଥିଲା। ଏବଂ ଏଭଳି ଗାଁକୁ ଯାଇଛି ଯେଉଁଠିକୁ ସାଇକେଲକୁ ବି ଟେକି ଏବଂ ଏଭଳି ବାଟରେ ଯାଇଛି ଯେଉଁଠିକି ସାଇକେଲକୁ ବି ଟେକି ଯିବାକୁ ପଡ଼େ। ମେଣ୍ଢାଗୁଡ଼ା ଇତ୍ୟାଦି କିଛି ଗାଁ ଅଛି ଯେଉଁଟାକୁ ଯିବା ପାଇଁ ହେଲେ ଆଉ ଗୋଟେ ବିଲ ଆଡ଼ୁ ସେ ଗାଁକୁ ଆପ୍ରୋଚ୍ କରିବା ପାଇଁ ହେଲେ ମୋତେ ବିଲ ଭିତରେ ସାଇକେଲ ଟେକିକିରି ନେବାକୁ ପଡ଼େ। ଏସବୁ ମୁଁ ସାଙ୍ଗ ସହିତ ଥିଲେ, କେହି ଯଦି ମୋର ସାଥୀ ମିଳନ୍ତି ସାଇକେଲିଷ୍ଟ ସାଥୀ, ତାହେଲେ ତ ଭଲ ଲାଗେ, କିନ୍ତୁ କେହି ନଥିଲେ ବି ମୋତେ ଏତେ କିଛି ମାଡ଼ି ପଡ଼େନି। ମୁଁ ମୋର ଉପଭୋଗ କରୁଥାଏ ମୋର ସାଇକେଲିଂକୁ। ଧନ୍ୟବାଦ ସାର୍, ଆପଣ ଏତେ ସମୟ ଆମକୁ ଦେଲେ ଏବଂ ଆପଣଙ୍କର ସାଇକେଲ ସହିତ ସମ୍ପର୍କ, ସାଇକେଲକୁ ନେଇ ଜୀବନ ଏବଂ ସାଇକେଲକୁ ନେଇ ଆନନ୍ଦ, ଏସବୁ ସମ୍ପର୍କରେ ଆମକୁ ବିସ୍ତୃତ ଭାବରେ ଜଣାଇଛନ୍ତି। ଆମେ ଆଶା କରୁଛୁ ଆପଣଙ୍କର ଜୀବନର ସାଇକେଲ ବି ଆହୁରି ଆଗକୁ ବଢ଼ୁ, ଏହି ଆଶା କରିବା ଏବଂ ଆଜିର ଆନ୍ତର୍ଜାତୀୟ ବାଇସାଇକେଲ ଦିବସରେ ଯୁବପିଢ଼ି ଅନୁପ୍ରାଣିତ ହେବେ ସାର୍ଙ୍କର ଏହି ଅନୁଭୂତିରୁ ଏବଂ ଆଗକୁ ବି ସାଇକେଲଟାକୁ ଆପଣେଇବେ, ଏହି ଆଶାର ସହିତ ରେଡ଼ିଓ ସମସ୍ତ ଶ୍ରୋତାଙ୍କ ପାଖରେ କୃତଜ୍ଞତା ଜଣାଇ ରହୁଛି। ସିଏ